ସାମୁଦ୍ରିକ ଶାସ୍ତ୍ର ପୁରୁଷ ଏବଂ ମହିଳାଙ୍କ ଶରୀରରେ ଉପସ୍ଥିତ ଥିବା କଳାଜାଇର ସ୍ଥିତି ଏବଂ ରଙ୍ଗ ଆଧାରରେ ସେମାନଙ୍କର ଗୁଣ ଏବଂ ଭବିଷ୍ୟତ ବିଷୟରେ ଜାଣିପାରିବେ। ତେବେ ଆସନ୍ତୁ ଜାଣିବା ଏପରି ମହିଳାମାନଙ୍କ ବିଷୟରେ ଯେଉଁମାନଙ୍କ ଶରୀରରେ ଉପସ୍ଥିତ ଥିବା ଏହି କଳାଜାଇ ସେମାନଙ୍କୁ ସେମାନଙ୍କ ସ୍ୱାମୀଙ୍କ ପାଇଁ ଭାଗ୍ୟବାନ ବନାଇଥାଏ। ସାମୁଦ୍ରିକ ଶାସ୍ତ୍ରରେ ଜଣେ ବ୍ୟକ୍ତିର ଗୁଣ ଏବଂ ଭବିଷ୍ୟତ ସହିତ ଜଡ଼ିତ ଜିନିଷଗୁଡ଼ିକ ତାଙ୍କ ଶରୀରରେ ଥିବା ଚିହ୍ନ ଏବଂ ରେଖା ଉପରେ ଆଧାରିତ। ସେହିଭଳି ମହିଳା କିମ୍ବା ପୁରୁଷ ଶରୀରରେ ବିଭିନ୍ନ ଅଂଶରେ କଳାଜାଇର ସ୍ଥିତି ସେମାନଙ୍କ ପ୍ରକୃତି ଏବଂ ଭବିଷ୍ୟତ ସହିତ ଜଡ଼ିତ ଅନେକ କଥା କହିଥାଏ। ତେଣୁ ଆମେ ଆପଣଙ୍କୁ କିଛି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜ ଜୀବନରେ ନାମ ଅର୍ଜନ କରିବା ସହିତ ଏହି ମହିଳାମାନେ ନିଜ ସ୍ୱାମୀଙ୍କୁ ଧନୀ କରିବାରେ ମଧ୍ୟ ସାହାଯ୍ୟ କରନ୍ତି। ମହିଳାଙ୍କ ବାମ ହାତରେ କଳାଜାଇ। ବିଶ୍ୱାସ କରାଯାଏ ଯେ ଯେଉଁ ମହିଳାମାନଙ୍କର ବାମ ହାତରେ କଳାଜାଇ ଥାଏ ସେମାନେ ଆତ୍ମନିର୍ଭରଶୀଳ ଏବଂ ନିଜେ ଜୀବନରେ ସଫଳତା ହାସଲ କରନ୍ତି। ଏହିପରି ମହିଳାମାନେ ସେମାନଙ୍କ ପରିଶ୍ରମ ଦ୍ୱାରା କ୍ୟାରିୟର ଅଗ୍ରଗତି ହାସଲ କରି ବହୁ ଅର୍ଥ ଉପାର୍ଜନ କରନ୍ତି। ଆହୁରି ମଧ୍ୟ ବିବାହ ପରେ ସେ ସ୍ୱାମୀଙ୍କୁ ତାଙ୍କ ବ୍ୟବସାୟରେ ସାହାଯ୍ୟ କରି ଆର୍ଥିକ ଲାଭ ପାଇବା ପାଇଁ ଭାଗ୍ୟବାନ। ମହିଳାଙ୍କ ପିଠିରେ କଳାଜାଇ। ଯେଉଁ ମହିଳାମାନଙ୍କର ପିଠିରେ କଳାଜାଇ ଥାଏ ସେମାନେ ପ୍ରକୃତିରେ ବହୁତ ରୋମାଣ୍ଟିକ୍। ଆହୁରି ମଧ୍ୟ ଏହି ଝିଅମାନଙ୍କ ଜୀବନରେ କେବେ ବି ଅର୍ଥର ଅଭାବ ନଥାଏ ଏବଂ ବିବାହ ପରେ ସେମାନେ ନିଜ ସ୍ୱାମୀଙ୍କ ପାଇଁ ମଧ୍ୟ ଭାଗ୍ୟବାନ ବୋଲି ପ୍ରମାଣ କରନ୍ତି। ଜଣେ ମହିଳାଙ୍କ ହାତ ପାପୁଲି ମଝିରେ କଳାଜାଇ। ସାମୁଦ୍ରିକ ଶାସ୍ତ୍ର କହିଛନ୍ତି ଯେ ଯେଉଁ ମହିଳାମାନଙ୍କ ପାପୁଲି ମଝିରେ ଏକ କଳାଜାଇ ଅଛି ତାଙ୍କ ଭାଗ୍ୟ ତାଙ୍କୁ ଅନୁଗ୍ରହ କରେ ଏବଂ ଆର୍ଥିକ ଅବସ୍ଥା ମଧ୍ୟ ଦୃଢ଼ ରହିଥାଏ। ଯେତେବେଳେ ହାତର ରିଙ୍ଗ୍ ଆଙ୍ଗୁଠିରେ ଏକ କଳାଜାଇ ଥାଏ ଜୀବନରେ ସମ୍ମାନ ଆଣିଥାଏ ଯେଉଁଥିପାଇଁ ଏପରି ମହିଳାମାନେ ବିବାହ ପରେ ସ୍ୱାମୀଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧତା ଆଣିଥାନ୍ତି।